ପୁରୀ ବଡ଼ ଦାଣ୍ଡରେ ଘଟିଛି ଲୋମଟାଙ୍କୁରା ଦୃଶ୍ୟ। ଏମିତି ହୃଦୟ ବିଦାରକ ଦୃଶ୍ୟକୁ ଦେଖି ସମସ୍ତେ କିଛି ସମୟ ପାଇଁ ନୀରବ ହୋଇଯାଇଛନ୍ତି। ଆଉ ବୋ ବୋ ହୋଇ କାନ୍ଦୁଛି ଆଜି ପରିବାର। ଘଟଣାଟି ଆରମ୍ଭ କରିବା ପୂର୍ବରୁ ଆପଣମାନେ ଯଦି ମହାପ୍ରଭୁ ଜଗନ୍ନାଥଙ୍କୁ ମନରେ ଟିକେ ବି ଭକ୍ତି କରନ୍ତି, କାଳିଆକୁ ନିଜର ଆରାଧ୍ୟ ବୋଲି ମାନନ୍ତି, ତାହେଲେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ପ୍ରଧାନବୁରୁ ଗାଁରେ ରମେଶ ସ୍ୱାଇଁ ରହୁଥିଲେ। ରମେଶ ବାବୁ ଏବେ ନୂଆ ନୂଆ ବାହା ହେଇଛନ୍ତି। ପତ୍ନୀଙ୍କ ନାମ ରୁବି ସ୍ୱାଇଁ। ରମେଶ ବାବୁଙ୍କ ପରିବାର କହିଲେ ସ୍ତ୍ରୀ ଆଉ ବାପା ମା 2 ଜଣ। ଓଡ଼ିଆ ଘରର ପ୍ରଥାରେ ଅଛି ନବବିବାହିତା ସ୍ୱାମୀ ସ୍ତ୍ରୀ ମାନେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବୈବାହିକ ଜୀବନଟା କୁଆଡ଼େ ଭଲରେ କଟିଯାଏ। ତେଣୁ ରମେଶ ବାବୁଙ୍କ ମା ବୋହୂକୁ କହିଲେ, ଆରେ ମା, ରମେଶର ତୋର ଆଜି ପୁରୀ ଯାଇ କାଳିଆକୁ ଦର୍ଶନ କରି ଆସ। ରୁବି ମ୍ୟାଡ଼ାମ କିନ୍ତୁ ଭଗବାନଙ୍କୁ ଜମା ବି ବିଶ୍ୱାସ କରନ୍ତିନି। ପିଲାଟି ବେଳରୁ ସେ କେବେ ବି ମନ୍ଦିରକୁ ଯାଆନ୍ତିନି। ତେଣୁ ସେ ରାଗ ତମ ହେଇ ଶାଶୁଙ୍କୁ କହିଲେ, ମୁଁ ଯାଇପାରିବିନି ମା, ତମେ ତମ ପୁଅକୁ କୁହ ସେ ଏକା ଯାଇ ପୁରୀରୁ ଦର୍ଶନ କରିଦେଇ ଆସିବେ। ଶାଶୁ କହିଲେ, ଏମିତି କହନ୍ତିନି ରେ ମା, ନବବିବାହିତା ଦମ୍ପତି ମାନେ କାଳିଆକୁ ଦର୍ଶନ କଲେ ବୈବାହିକ ଜୀବନଟା ଭଲରେ କଟିଯାଏ। ତୋର ଯଦି ରମେଶ ସହିତ ଏକୁଟିଆ ଯିବାକୁ ଇଚ୍ଛା ନାହିଁ, ତାହେଲେ ଚାଲେ, ମୁଁ ବି ତୋ ସହିତ ପୁରୀ ଯିବି। ଏମିତି ବାଧ୍ୟ କରିବାରୁ ରୁବି ମ୍ୟାଡ଼ାମ ପୁରୀ ଯିବାକୁ ରାଜି ହେଇଗଲେ। ତା ପରଦିନ ରମେଶ ବାବୁ ବୋଉ ଆଉ ସ୍ତ୍ରୀଙ୍କୁ ଧରି ଖୋର୍ଦ୍ଧା ଟାଙ୍ଗୀ ବସ୍ ଷ୍ଟାଣ୍ଡକୁ ଗଲେ। ଆଉ ସେଠାରେ ବସ୍ରେ ବସି ବାହାରି ପଡ଼ିଲେ ପୁରୀ। ଆଉ 4 ଘଣ୍ଟା ପରେ ପୁରୀ ବଡ଼ଦାଣ୍ଡରେ ପହଞ୍ଚିଲେ। ସେଦିନ ପୁରୀରେ ଭାରି ଗହଳି ହୋଇଥାଏ। ରୁବି ମ୍ୟାଡ଼ାମ ବସ୍ରୁ ଓହ୍ଲଉ ଚିଡ଼ଚିଡ଼ି ହେଇ କହିଲେ, କ'ଣ ପାଇଁ ମୋତେ ଏତେ ବଡ଼ ଖରାରେ ତମେ ନେଇକି ଆସିଛ? ଏ ଖରାରେ ମୁଁ ଚାଲିପାରିବିନି। ତମେ ମା ପୁଅ ଯାଇ ଦର୍ଶନ କରି ଆସ, ମୁଁ ଏଇଠି ବସିଛି। ଏ କଥା ଶୁଣି ତାଙ୍କ ଶାଶୁ କହନ୍ତି, ଆରେ ମା, ପୁରୀକୁ ଆସି କାଳିଆକୁ ଯଦି ଟିକେ ଦର୍ଶନ ନ କରିପାରିବୁ ତାହେଲେ କେମିତି ହବ କହିଲୁ ଲୋ ମା? ଆସେ, ଆଉ ଟିକିଏ ପରା ବାଟ। ରୁବି ମ୍ୟାଡ଼ାମ କହିଲେ, ମୋତେ ଜୋରେ ଭୋକ ଲାଗିଲେଇ, ମୁଁ ଆଗ କ'ଣ ଟିକେ ଖାଇବି, ତାପରେ ଯାଇ ଯୋଉ କଥା। ଶାଶୁ କହିଲେ, ହଁ ଚାଲେ, କାଳିଆର ଦର୍ଶନ କରିସାରିଲା ପରେ ଆମେ ଆନନ୍ଦ ବଜାରକୁ ଯାଇ ପେଟ ପୂରା ଅଭଡ଼ା ଖାଇବା। ରୁବି ମ୍ୟାଡ଼ାମ କିନ୍ତୁ ରାଗ ତମ ହେଇ ଚାଲିଗଲେ ଗୋଟେ ପାମ୍ପୁଡ଼ି ଚାଟ୍ ଦୋକାନକୁ। ଆଉ ଗୋଟେ ଚାଟ୍ଟିଏ ଅର୍ଡ଼ର କରିଦେଇ ଖାଇବାକୁ ଲାଗିଲେ। ସେ ଯେତେବେଳେ ଗୋଟେ ଚାମଚ ତାଙ୍କ ପାଟିକୁ ନେଇଛନ୍ତି, ଠିକ୍ ସେତିକି ବେଳେ ହଠାତ୍ ତାଙ୍କ ମୁଣ୍ଡ ବୁଲେଇ ହେଇଗଲା। ଆଉ ସେ ତଳେ ପଡ଼ିଗଲେ। ଆଉ ତାଙ୍କ ପଛ ମୁଣ୍ଡ ବଡ଼ଦାଣ୍ଡରେ ଜୋରେ ମାଡ଼ ହେଇଗଲା। ଆଉ ବଡ଼ଦାଣ୍ଡର ସବୁଆଡ଼େ ରକ୍ତର ଛିଟା ପଡ଼ିଗଲା। ଏସବୁ ଦେଖି ରମେଶ ବାବୁ ଆଉ ତାଙ୍କ ମା ବହୁତ ଡରିଗଲେ। ଆଉ ସେତେବେଳକୁ ରୁବି ମ୍ୟାଡ଼ାମଙ୍କର ଚେତା ମଧ୍ୟ ବୁଡ଼ିଗଲାଣି। ଏସବୁ ଦେଖି ସବୁ ଲୋକ ଆସି ସେଠାରେ ରୁଣ୍ଡ ହୋଇଗଲେ। ଆଉ ରମେଶ ବାବୁ
ସାଙ୍ଗେ ସାଙ୍ଗେ ଗୋଟେ ଅଟୋଟିଏ ଭଡ଼ା କରି ରୁପି ମ୍ୟାଡ଼ାମକୁ ପୁରୀ ବଡ଼ ମେଡ଼ିକାଲକୁ ନେଇଗଲେ। ଆଉ ଡାକ୍ତର ବାବୁ ଚେକଅପ୍ କରି କହିଲେ ପେସେଣ୍ଟର ଅବସ୍ଥା ବହୁତ ସିରିୟସ୍ ଅଛି। ତାଙ୍କ ପଛ ମୁଣ୍ଡରେ ଆଘାତ ଲାଗିଛି। ଇଏ ବଞ୍ଚିବେ କି ମରିବେ ଉଟିକୁ ଗଲା ପରେ ହିଁ ଆମେ କହିପାରିବୁ। ଡାକ୍ତରଙ୍କ ମୁହଁରୁ ଏମିତି କଥା ଶୁଣି ରମେଶ ବାବୁଙ୍କ ମାଆଙ୍କ ମୁଣ୍ଡ କିଛି କାମ କଲାନି। ଆଉ ତାଙ୍କ ମାଆ ଅଧୈର୍ଯ୍ୟ ହୋଇପଡ଼ିଲେ। ଆଉ କାନ୍ଦି କାନ୍ଦି ମେଡ଼ିକାଲରେ ଗଡ଼ି ଯାଉଛନ୍ତି। କ'ଣ ବା କରିବେ? ପର ଝିଅଟା, ଯଦି ତାର କିଛି କ୍ଷତି ହୋଇଗଲା ତାଙ୍କ ବାପା ମାଆଙ୍କୁ କ'ଣ ବା ଜବାବ ଦେବେ? ଏମିତି ମନରେ କେତେ କଥା ଭାବି ସେ ଭୋ ଭୋ ହୋଇ ବହୁତ କାନ୍ଦିଲେ। ଆଉ କାନ୍ଦି କାନ୍ଦି ଦୌଡ଼ି ପଳେଇଲେ ଶ୍ରୀମନ୍ଦିର ପାଖକୁ। ଆଉ ଅରୁଣ ସ୍ତମ୍ଭ ପାଖରେ ଯାଇ ପଡ଼ିଗଲେ। ଆଉ ଜଗନ୍ନାଥଙ୍କ ଆଡ଼େ ହାତ ଟେକି ଦେଇ କହିଲେ, ହେ ଜଗତର ନାଥ ଜଗନ୍ନାଥ, ତୁ ପରା କୁଆଡ଼େ ଜଗତ ଲୋକଙ୍କର ଦୁଃଖ ଶୁଣୁଛୁ ବୋଲି ଦୁନିଆ ତୋତେ ଜଗନ୍ନାଥ ବୋଲି କହୁଛି। ତୋତେ କ'ଣ ଏ ଅଭାଗିନୀ ମାଟିର ଦୁଃଖ ଦେଖାଯାଉନି ରେ ଜଗା? କାହିଁକି ତୁ ମୋ ଝିଅ ପରି ବୋହୂକୁ ମୋ ଠାରୁ ଛଡ଼େଇ ନେବାକୁ ବସିଛୁ ରେ କାଳିଆ? ଆଜି ଯଦି ମୋ ଝିଅର ଟିକେ ବି କିଛି କ୍ଷତି ହୋଇଗଲା ନା, ତାହେଲେ ମୁଁ ତୋ ଆଗରେ ଶପଥ କରି କହୁଛି ରେ ଜଗା, ଆଜିଠୁ ତୋ ବଡ଼ ଦେଉଳକୁ ମୁଁ ଆଉ କେବେ ମାଡ଼ିବିନି। ଏମିତି କହି ସେ ଅରୁଣ ସ୍ତମ୍ଭ ପାଖରେ ଡହ ଡହ ଖରାରେ ଗୁହାରିଆ ପଡ଼ିଗଲେ। ଏମିତି କିଛି ସମୟ ଗଲା ପରେ ସତେ ଯେମିତି ମହାପ୍ରଭୁ ଗୋଟେ ଅଭାଗିନୀ ମାର ଦୁଃଖ ଶୁଣି ପାରିଲେ। ଶ୍ରୀମନ୍ଦିର ଭିତରୁ ଗୋଟେ 20 ବର୍ଷର ବ୍ରାହ୍ମଣ ଆସିଲେ। ରୂପ ଯେମିତି ଦାଉ ଦାଉ ହେଇ ଜଳୁଛି। ଦେହରୁ ଚନ୍ଦନ ତୁଳସୀର ବାସ୍ନା ମହକି ପଡ଼ୁଛି। ଆଉ ଖିଲି ଖିଲି ହସି ଦେଇ ମାଆଙ୍କୁ ସେ କହିଲେ, ହେ ବୁଢ଼ୀ, କାହିଁକି ଏତେ ବଡ଼ ଗୋଟେ ଖରାରେ ତୁ ଶୋଇଛୁ? ଏଇନେ ଏଇ ଅଭଡ଼ା ଟିକାକ ତାକୁ ଖୁଆଇ ଦବୁ। ଆଉ ଦେଖିବୁ ସେଇ କାଳିଆର ଦୟାରୁ ସେ ଭଲ ହେଇଯିବ। ରମେଶ ବାବୁଙ୍କ ମା ତରବର ହୋଇ ଉଠି ପଡ଼ିଲେ। ସେଇ ଅଭଡ଼ା କୋଢ଼ୁଆଟିକୁ ଧରି ଦୌଡ଼ି ଆସିଲେ ମେଡ଼ିକାଲକୁ। ଆଉ ଅଭଡ଼ା କୋଢ଼ୁଆରୁ ଟିକିଏ ଅଭଡ଼ା ନେଇ ବୋହୂର ପାଟିରେ ମାଡ଼ିଦେଲେ। ତା କିଛି ସମୟ ଭିତରେ ସତେ ଯେମିତି ମହାପ୍ରଭୁଙ୍କର ବିରାଟ ଚମତ୍କାର ହେଲା। ଆଉ ରୁବି ମ୍ୟାଡ଼ାମ ଝାଡ଼ିଝୁଡ଼ି ହୋଇ ବେଡ଼ରୁ ଉଠି ପଡ଼ିଲେ। ଆଉ ମାଆଙ୍କୁ ଜାବୁଡ଼ି ଧରି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ। ରମେଶ ବାବୁଙ୍କ ମା ବହୁତ ଖୁସି ହେଇଗଲେ। ଆଉ ସବୁକିଛି ସେ ଜାଣିପାରିଲେ। ଆଉ ମନେ ମନେ କହିଲେ, ଧନ୍ୟରେ ତୁ ଲୀଳାମୟ ଠାକୁର, ଧନ୍ୟ ତୋର ଲୀଳା। ତା 2 ଦିନ ପରେ ରମେଶ ବାବୁ ତାଙ୍କ ମା ଆଉ ରୁବି ମ୍ୟାଡ଼ାମକୁ ନେଇ ମହାପ୍ରଭୁଙ୍କ ଦର୍ଶନ କରେଇଲେ। ପୁରୀ ବଡ଼ଦାଣ୍ଡରେ ରୁବି ମ୍ୟାଡ଼ାମଙ୍କ ଜୀବନରେ ଘଟି ଯାଇଥିବା ସତ୍ୟ ଘଟଣାଟିଏ। ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତାହେଲେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ବୋଲି ଲେଖିଦିଅନ୍ତୁ।